ଆପଣ ଦେଖନ୍ତୁ ଏବେ ରିସେଣ୍ଟଲି ଆମେ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ତାର ଲୋକାର୍ପଣ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ମୋହନ ଚରଣ ମାଝୀଙ୍କ ସହିତ ଆମେ ଯାଇଥିଲୁ ଏବଂ ସେଠି ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇକି ଆସିଥିଲେ ଯେ ଆମର ଯୋଉଟା ରାଜଧାନୀରୁ ଦୂର ଉପାନ୍ତ ଅଞ୍ଚଳ ବୋଲିକିରି ଯୋଉ ଆଖ୍ୟା ଦଉଛନ୍ତି ଆମେ ତ ଦେବୁ ନାହିଁ ତାକୁ ବିକଶିତ କରିବାର ହେଉଛି ଆମର ଲକ୍ଷ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ ସେବା ପହଞ୍ଚେଇବାଟା ଯେତେ ଦୂର ହଉ ରାଜଧାନୀରୁ ଏଇଟା ହେଉଛି ଆମର ମାନେ ଲକ୍ଷ୍ୟ ଏବଂ ଯେହେତୁ କୋରାପୁଟ ନୂଆ ମେଡିକାଲ କଲେଜ ହେଇଛି ଏବଂ ସେଠି ସ୍ପେଶାଲିଷ୍ଟ ଡକ୍ଟରର ମଧ୍ୟ ଯେତିକି ପରିମାଣ ରହିବା କଥା ନାହାନ୍ତି ତେଣୁ ସରକାରଙ୍କ ତରଫରୁ ଗୋଟେ ଯୋଜନା ଆରମ୍ଭ କରାଯାଇଛି ଆଜି ମଧ୍ୟ ଆପଣ ଦେଖିଥିବେ ଶୁଭାରମ୍ଭ ହେଲା ଯେ ମାଲକାନଗିରି ଚିତ୍ରକୋଣ୍ଡା ଏ ଏରିଆରେ ଯାଇକିରି ଏଠୁ କଟକ ଭୁବନେଶ୍ୱରରୁ ଯୋଉ ସ୍ପେଶାଲିଷ୍ଟ ଡକ୍ଟର ଅଛନ୍ତି ସେମାନେ ଯାଇକି ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଦେବା ପାଇଁ କ୍ୟାମ୍ପ କରାଯିବ କ୍ୟାମ୍ପ ହେଲା ପରେ ତାକୁ ଫଲୋ ଅପ୍ ଆକ୍ସନ ପାଇଁ ଆମର ମେଡିକାଲ କଲେଜ ଯୋଉଟା ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ କୋରାପୁଟ ଅଛି ସେଠୁ ଚିକିତ୍ସା କରାଯିବ ବ୍ୟବସ୍ଥା କରାଯିବ ଆଉ ଏଇ କାର୍ଯ୍ୟକ୍ରମଟାକୁ ସାରା ଓଡ଼ିଶାରେ ଯୋଉଟା ଭୁବନେଶ୍ୱରରୁ 300-400 କିଲୋମିଟର ଦୂର ଅଛି ଏବଂ ଗମନାଗମନ ପାଇଁ ଆମେ ଏୟାରକ୍ରାଫ୍ଟ ମାଧ୍ୟମରେ ଡକ୍ଟର ମାନଙ୍କୁ ଏଠୁ ଏୟାରଲିଫ୍ଟ ଏଠୁ ଫ୍ଲାଇଟରେ ଯିବେ ଏବଂ ସେଠି ଉତ୍ତମ ସ୍ୱାସ୍ଥ୍ୟ ଦେବା ପାଇଁ ବ୍ୟବସ୍ଥା କରିବେ ଏଇଟା ହେଉଛି ଡବଲ ଇଞ୍ଜିନ ସରକାର କେନ୍ଦ୍ରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ନେତୃତ୍ୱରେ ଏବଂ ରାଜ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆମ ସରକାର ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ପ୍ରତିବଦ୍ଧ ଠିକ ଅଛି।